ଯେ ଜଣେ ମଞ୍ଚ ମଣିଷ ଭାବରେ ଅଭିନୟ କରୁ କରୁ ଜୀବନ ଚାଲିଯାଏ ଦର୍ଶକ ଦେବତାଙ୍କ ପାଖରେ ଖୁସି କିନ୍ତୁ ଭାବନାକୁ ଆଘାତ ଲାଗୁଛି ବୋଲି ସେ କଥାଟି ଏବେ ଲୋକମାନେ ରାଗିକି ସେ ଚରିତ୍ର ଉପରକୁ ଚେୟାର ମାଡ଼ କରୁଛନ୍ତି କି ବୋତଲ ମାଡ଼ କରୁଛନ୍ତି ସେମିତି କୌଣସି ଇଣ୍ଟିଗ୍ରେସନ ନାହିଁ ଯେ ଏ ନାଟକ ଦେଖି ଦଙ୍ଗା ସୃଷ୍ଟି ହବ ସେମିତି କିଛି କାହିଁ ନାହିଁ ଧରକ ଦଙ୍ଗାକାରୀକୁ ସଚେତନ କରିଦିଆଯାଇଛି ଯେ ତମେ ଦଙ୍ଗା କଲେ ତମର ଶେଷ ପରିଣାମ ଏଇଆ ହବ। ଆଜ୍ଞା ଭୟ ଆମ ଦର୍ଶକ ଆମ ପାଇଁ ଦେବତା ଆମେ ସେମାନେ ଯାହା କଲେ ଆମେ ପ୍ରତିବାଦ କରିପାରିବୁନି ଆମେ ତାଙ୍କୁ ଜଣାଇ ଦଉଛୁ ନାଟକ ଆରମ୍ଭରେ ବି ଆମେ ତାଙ୍କୁ କହୁଛୁ ଯେ ଏ ନାଟକର ଯୋଉ ପୁରା ଦୃଶ୍ୟ ଅଛି ଆପଣ ମାନଙ୍କୁ ମାନେ ଉତ୍ତେଜିତ କରିପାରେ ଉତ୍ତେଜିତ କୌଣସି କଳାକାରଙ୍କୁ ଆପଣ ମାନେ ଚେୟାର ମାଡ଼ କରନ୍ତୁନି ବୋତଲ ମାଡ଼ କରନ୍ତୁନି କାରଣ ଜୀବିକା ପାଇଁ କଳାକାରଟି ଅଛି ତାର ଜୀବନ ଅଛି ତା ପରିବାର ତାକୁ ଅପେକ୍ଷା କରିଛି ତାର କିଛି କ୍ଷତି ହେଇଗଲେ ଆପଣ ମାନେ ସେ କ୍ଷତିଟା କେବେ ପୂରଣ କରିପାରିବେ ନା ମାଲିକ ପାରିବ ନା ଆପଣ ମାନେ ପାରିବେ ତେଣୁ ଆମେ ଲୋକମାନଙ୍କୁ ପ୍ରଥମେ ସଚେତନ କରୁଛୁ ଅନୁଭୂତି ହଉଛି ତ ମୁଁ ଆଜି ପର୍ଯ୍ୟନ୍ତ ଶହେ ମାନସିକ ତୋହରି ପାଏ ସ୍ୱାମୀ ପାଇ ପଛେ ମର୍କ ବୁଝିବେ ୟା ଭିତରେ ଅନେକ ନାଟକ ମୁଁ କରିଛି ଅନେକ ନାଟକ ଭିତରେ ଯୋଉ ଚରିତ୍ର ଭିତରେ ମୁଁ ଦର୍ଶକ ମାନଙ୍କୁ କନ୍ଦେଇଛି ହସେଇଛି ବଡ ଦାଣ୍ଡ ଭିକାରୀ ବି ହେଇଛି ଲୋକଙ୍କଠୁ ମାଗିକି ପଇସା ବି ଆଣିଛି ଭଦ୍ରିକା ଟୋକା ବି ହେଇଛି ଭଲ ମାଡ଼ କରିକି ଲୋକଙ୍କୁ ମାଗି ଅନେକ ଚରିତ୍ର ମୁଁ ଲୋକଙ୍କୁ ଭେଟି ଦେଇଛି ତେଣୁ ମୁଁ କେବେ ନିଜ ସ୍ୱାଭିମାନରେ କହିପାରିନି ଯେ ମୁଁ ଗୋଟେ ଏମିତିଆ କଳାକାର ମୋ ନମ୍ବର ଏତିକି ମୁଁ କେବେ କହିପାରିବି ମୋ ନମ୍ବର ଦର୍ଶକ ମାନଙ୍କ ପାଖରେ ମୋ ଲୋକପ୍ରିୟତା ଦର୍ଶକ ମାନଙ୍କ ପାଖରେ ଦର୍ଶକ ମୋ ପାଇଁ ଭଗବାନ ମୁଁ ଦର୍ଶକଙ୍କୁ ପ୍ରାର୍ଥନା କରୁଛି ସବୁବେଳେ ଏଇ ଭଲ ପାଇବା ଦିଅନ୍ତୁ ଏଇ ସହାନୁଭୂତି କଳାକାର ପ୍ରତି ଯାହା ରହିବା କଥା ସମ୍ମାନ ସେତିକି ଦିଅନ୍ତୁ ଦେଲେ ଯେ ଜଣେ ମଞ୍ଚ ମଣିଷ ଭାବରେ ଅଭିନୟ କରୁ କରୁ ଜୀବନ ଚାଲିଯାଏ ଦର୍ଶକ ଦେବତାଙ୍କ ପାଖରେ ଖୁସି ସୁଭାଷ ବେହେରା ସଦାବେଳେ ନୂଆ ପ୍ରତିଭାମାନଙ୍କୁ ସୁଯୋଗ ଦେବା ସଦାବେଳେ ଚେଷ୍ଟିତ କେତେ ଦୂର ଆଗାମୀ ଦିନରେ ନୂଆ ପ୍ରତିଭାମାନଙ୍କୁ ସୁଯୋଗ ଦେବ ବୋଲି ଆଶା ତ ପ୍ରତିବର୍ଷ 2-3 ଜଣ ନୂଆ କଳାକାରଙ୍କୁ ନେଇକି ଆସେ ସେମାନଙ୍କୁ ଶିଖାଏ ସେମାନେ ଶିଖେଇଛନ୍ତି ଆଜିର ମାର୍କେଟରେ ସବୁ ଯୋଉମାନେ ସବୁ ନମ୍ବର 1 ହିରୋ ହଉଛନ୍ତି ନମ୍ବର 1 ହିରୋ ଅଛନ୍ତି କିନ୍ତୁ ସୁଭାଷ ବେହେରା ତାର ଅଛି ସେମାନେ କିଛି ଶିଖେଇକି ନିଶ୍ଚୟ ନାଟ୍ୟ ପରିଚାଳକ ଭାବରେ ମଧ୍ୟ ଦାୟିତ୍ୱ ଅଛି ସାର୍ ମାନେ ନାଟ ସାରି ଗଲା ପରେ ବି ନାଟକ କଲା ବେଳେ ତାଙ୍କ ସିନ୍ ମାନଙ୍କରେ ମୁଁ ତାକୁ ଏଗି ଶିଖାଏ ଏମିତି କର ଏମିତି କର ଏମିତି କର ଏମିତି କଲେ ନାଟକ ଭଲ ହେଇପାରିବ ଏମିତି ଅଭିନୟ କଲେ ଲୋକମାନଙ୍କୁ ପସନ୍ଦ କରିବେ ସେମାନଙ୍କୁ ଶିଖାଏ ନୂଆ ମାନଙ୍କର ବହୁତ ଭରସା ଅଛି କିନ୍ତୁ ନୂଆ ମାନଙ୍କୁ ମୋର ବିଶେଷ ଅନୁରୋଧ ଯଦି ସେମାନେ ଯାତ୍ରା ଜଗତକୁ ନିଜ ପ୍ରଫେସନ ବାଛିଛନ୍ତି ସାଧନା କରନ୍ତୁ ଯାତ୍ରା କରିବା ଏତେ ସହଜ କଥା ନୁହେଁ ତେଣୁ ସେ ସାଧନା କରନ୍ତୁ ସାଧନା ଜାରି ରଖନ୍ତୁ ବହୁତ କଷ୍ଟ ହଉଛି ଏବେ ବି ଝାଳ ବୋଇଯାଉ ଚୁମ୍ବ ଜଳ ପୁରା ଗୋଡ଼ ବାଡ଼ ଦେଇ ବୋଇଯାଉଛି ଆମର ସବୁ ସେତିକି କଷ୍ଟ କରିବାକୁ ପଡେ ନହେଲେ ଯାତ୍ରା ଦର୍ଶକ ପାଖରେ ପହଞ୍ଚି ପାରିବନି ଯାତ୍ରା ଦର୍ଶକ ପୁରା ଲକ୍ଷରୁ ପାଦ ପର୍ଯ୍ୟନ୍ତ ଦେଖନ୍ତୁ ଏ କଳାକାର କଣ ଅଭିନୟ କରୁଛି ନାଟକ ସମୟରେ କେହି ମୋ ପାଖକୁ ଆସିବ ମୁଁ ସେତେବେଳେ ନାଟକ ସେ ନାଟକ ଚରିତ୍ରରେ ମୁଁ ସେତେବେଳେ ମୁଁ ସେଇ ଚରିତ୍ର ମୁଁ ଆଉ କାହାର ନୁହେଁ କେହି ବି ମୋ ପାଖକୁ ସେଇ ସମୟରେ ଆସୁନି ମୁଁ କେବଳ ସେଇ ଯୋଉ 5-6 ଘଣ୍ଟା କେବଳ ମୋ ଭିତରେ ସେଇ ନାଟକ ହିଁ ଥାଏ ସେଇ ଚରିତ୍ର ହିଁ ଥାଏ ସେଇ ଚରିତ୍ର କଥା ହିଁ ଥାଏ ମଞ୍ଚରୁ ଓହ୍ଲାଇଲା ପରେ ବି ସେ କଥା ଗୁଡ଼ାକ ମୁଁ କଳାକାରକୁ କହୁଥାଏ ସେଇଭଳିଆ ହିଁ କହୁଥାଏ ସେଇ ମସଲରେ ମୋତେ ରହିବାକୁ ପଡ଼େ ନହେଲେ ମୁଁ ନାଟକ କରିପାରିବି ନା ସେଇଟା ହେଉଛି ମୋ ସାମର୍ଥ୍ୟ। କଣ ଡ୍ରିମ୍ ଅଛି ଆପଣଙ୍କର ଆଗାମୀ ଭବିଷ୍ୟତରେ ଗୋଟେ କିଙ୍ଗ ଷ୍ଟାର ଉପାଧି ପାଇଛନ୍ତି ଯୋଉଟାକି ଦର୍ଶକ ଦେଇଛନ୍ତି ଆପଣ ଆଉ କଣ ଡ୍ରିମ୍ ଅଛି ସୁଭାଷ ବେହେରା ଅଛି ଗୋଟେ ଯାତ୍ରାକୁ ପରିବର୍ତ୍ତନ କରିବାର ଗୋଟେ ସ୍ୱପ୍ନ ଦେଖିଛି ଯଦି କେବେ ସେ ସ୍ୱପ୍ନ ସାକାର ହୁଏ ଆପଣମାନେ ସମସ୍ତେ ଜାଣିବେ ଯାତ୍ରା ପରିବର୍ତ୍ତନ ହେଇଯିବ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।